ତେବେ ଯଦି ଆପଣମାନେ ବି ମ୍ୟାଟ୍ରିକ୍ ପରୀକ୍ଷା ଦେଇ ରେଜଲ୍ଟ ପାଇଁ ଅପେକ୍ଷା କରିଛନ୍ତି, ତେବେ ଆପଣମାନଙ୍କ ପାଇଁ ଆସିଯାଇଛି ଆଉ ଏକ ବଡ଼ ଅପଡେଟ୍। ତେବେ ଫାଇନାଲି କେଉଁ ଦିନ ଆସିବ ମ୍ୟାଟ୍ରିକ୍ ରେଜଲ୍ଟ ଏବଂ ଆପଣମାନେ କେଉଁ ୱେବସାଇଟ୍ରେ ନିଜର ରେଜଲ୍ଟ ଚେକ୍ କରିପାରିବେ, ଏହାଛଡ଼ା ଆପଣଙ୍କୁ ଚେକ୍ କରିବା ପାଇଁ କେଉଁ ସବୁ ଡକୁମେଣ୍ଟର ଆବଶ୍ୟକ ପଡ଼ିବ, ଏନେଇ ଡିଟେଲରେ କଥା ହେବା। ସେଥିପାଇଁ ଭିଡ଼ିଓଟିକୁ ସ୍କିପ୍ ନ କରି ଶେଷ ପର୍ଯ୍ୟନ୍ତ ନିଶ୍ଚିତ ଦେଖନ୍ତୁ। ତ ସାଙ୍ଗମାନେ, ଆପଣମାନଙ୍କ ମଧ୍ୟରୁ ବହୁତ ଜଣ ଭିଡ଼ିଓ ତ ଦେଖୁଛନ୍ତି କିନ୍ତୁ ଚ୍ୟାନେଲକୁ ସବସ୍କ୍ରାଇବ୍ କରୁନାହାନ୍ତି। ତେବେ ଏଇଭଳି ସବୁ ନୂଆ ଅପଡେଟ୍ ପାଇବା ପାଇଁ ଭିଡ଼ିଓକୁ ଲାଇକ୍ କରନ୍ତୁ। ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ। ତେବେ ଚାଲନ୍ତୁ ଭିଡ଼ିଓଟିକୁ ଆରମ୍ଭ କରିବା। ତେବେ ଚଳିତ ବର୍ଷ 2025 ମ୍ୟାଟ୍ରିକ୍ ପରୀକ୍ଷାରେ ମୋଟ 5,22,336 ଜଣ ମ୍ୟାଟ୍ରିକ୍ ପରୀକ୍ଷା ଦେଇଥିଲେ। ତେବେ ଏହି ପରୀକ୍ଷାଗୁଡ଼ିକୁ 3,133ଟି କେନ୍ଦ୍ରରେ ଆୟୋଜନ କରାଯାଇଥିଲା। ତେବେ ମ୍ୟାଟ୍ରିକ୍ ପରୀକ୍ଷା ସରିବା ପରେ ଏହାର ଖାତା ଦେଖା 19 ମାର୍ଚ୍ଚ 2025ରେ ଆରମ୍ଭ ହୋଇଥିଲା ଏବଂ ଏହି ମୂଲ୍ୟାୟନରେ ମୋଟ 20,000 ଶିକ୍ଷକ ଓ ଶିକ୍ଷୟିତ୍ରୀ ନିୟୋଜିତ ହୋଇଥିଲେ। ତେବେ ଆସନ୍ତୁ ଏବେ ଜାଣିବା କି କେଉଁ ଦିନ ମ୍ୟାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇବ, ଏହାଛଡ଼ା ଆପଣ କେମିତି ନିଜର ପରୀକ୍ଷା ଫଳକୁ ଦେଖିପାରିବେ। ତେବେ ରେଜଲ୍ଟ ଦେଖିବା ପାଇଁ ଆପଣଙ୍କର ଜନ୍ମ ତାରିଖ ଓ ରୋଲ୍ ନମ୍ବରର ଆବଶ୍ୟକ ପଡ଼ିବ। ଏହାପରେ ଯେଉଁ ଅଧିକାରୀଙ୍କ ୱେବସାଇଟ୍ ରହିଛି www.bseodisha.ac.in ରେ ଆପଣ ଯାଇ ଚେକ୍ କରିପାରିବେ। ଏହାଛଡ଼ା ଯଦି ଆପଣଙ୍କ ପାଖରେ ଗୋଟିଏ କିପ୍ୟାଡ୍ ଫୋନ୍ ଅଛି, ତାହେଲେ ଆପଣ SMS ମାଧ୍ୟମରେ ମଧ୍ୟ ନିଜର ରେଜଲ୍ଟ ଦେଖିପାରିବେ। ଏଥିପାଇଁ ଆପଣ SMS ବକ୍ସକୁ ଯାଇ ଟାଇପ୍ କରିବେ OR10, ଏହାପରେ ସ୍ପେସ୍ ଦେଇ ନିଜର ରୋଲ୍ ନମ୍ବରକୁ ଟାଇପ୍ କରି 56767750କୁ SMS ମଧ୍ୟ କରିପାରିବେ। ଏହାପରେ ଆପଣ ନିଜର ପରୀକ୍ଷା ଫଳକୁ SMS ମାଧ୍ୟମରେ ପାଇପାରିବେ। ତେବେ ମୁଖ୍ୟ କଥା ହେଉଛି ଆପଣଙ୍କ ପରୀକ୍ଷା ଫଳ କେଉଁ ଦିନ ପ୍ରକାଶ ପାଇବ। ତେବେ ଆପଣଙ୍କ ପରୀକ୍ଷା ଫଳ ମେ ମାସ ଦ୍ୱିତୀୟ ସପ୍ତାହରେ ଆସିବା ନେଇ ସୂଚନା ମିଳିଛି। ତେବେ ଏହା କନଫର୍ମ ନୁହେଁ, ଏଥିପାଇଁ ସମୟ ମଧ୍ୟ ଲାଗିପାରେ। ତେବେ ଦର୍ଶକ ବନ୍ଧୁ, ଯଦି ଆପଣମାନେ ମ୍ୟାଟ୍ରିକ୍ ପରୀକ୍ଷା ଦେଇଛନ୍ତି ତାହେଲେ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାନ୍ତୁ। ତ ଦେଖା ହେବା ଆଉ ଗୋଟେ ଭିଡ଼ିଓରେ। ସେ ପର୍ଯ୍ୟନ୍ତ ରହିଲି, ଜୟ ଜଗନ୍ନାଥ।